ତ ଆଜି ସକାଳେ ବାପାଙ୍କ କତିକି ଗୋଟେ ଫୋନ ଆସିଥିଲା କି ଆପଣଙ୍କ ଝିଅଙ୍କ ଦେହ ଟିକେ ସିରିୟସ୍ ଅଛି, ଚାନ୍ଦବାଲି ମେଡିକାଲ ଆସନ୍ତୁ। ତ ବାପା କହିଲେ ପୁଅକୁ ନେଇକି ଆସନ୍ତୁ। ତ ବାପା ଭଣଜାକୁ ନେଇକି ଆସିଲେ। ତାପରେ ଅଧା ବାଟରେ ଯେତେବେଳେ ହେଲେ ପୁଣି ଥରେ କଲ୍ କଲେ, କହିଲେ ନା ନା ଆମେ ନେଇ ଆସିଛୁ, ପୁଣି ଘରକୁ ଆସ। ତାପରେ ବାପା ଯେତେବେଳେ ଘରକୁ ଯାଇ ପହଞ୍ଚିଲେ କି ଦେଖିଲେ କି ମୋ ଦେଇ ମାନେ ଦେଇଙ୍କର ଲାଶ ତଳେ ପଡିଥିଲା। ତାପରେ ସବୁ ପଚରା ପଚରି କଲେ, କେହି କିଛି ସଠିକ ଭାବରେ ଉତ୍ତର ଦେଲେ ନାହିଁ। ଆଉ ବାପା ପୁଲିସ ଥାନା ଆସି କମ୍ପ୍ଲେନ, ମୁଁ ଡାଉଟ୍ କରୁଛି ମେଣ୍ଟାଲି ଟର୍ଚର ହେଇଛି, ୟା ତ ଶାରୀରିକ ନିର୍ଯାତନା ଟିକେ ହେଇଛି। 14 ବର୍ଷ ହେଇଗଲାଣି। ନା, ମରା ଧରା କଥା ନୁହଁ, କିନ୍ତୁ ଡ୍ରିଙ୍କସ କରିବା କଥା ଟିକେ କହିଥିଲେ, ମରା ଧରା କାହିଁ କରିନାହାନ୍ତି। ମୁଁ ଚାହୁଁଛି କି ଯଦି ମାନେ ମୋ ଭଉଣୀ ପ୍ରତି କିଛି ଅନ୍ୟାୟ ହେଇଥିବ, ତାହେଲେ ସଜା ନିଶ୍ଚୟ ମିଳିବା କଥା। ତ ସକାଳୁ ପିସାଙ୍କ କତିକି ଫୋନ ଆସିଲା, ତାଙ୍କ ଘରକୁ ଫୋନ ଆସିଲା ଯେ 8ଟା ବେଳେ ତାଙ୍କ ଝିଅର ଦେହ ଭଲ ନାହିଁ ବୋଲି। ଝିଅ ଦେହର ଭଲ ନାହିଁ, ତାକୁ ମେଡିକାଲ ନେଇକି ଯିବୁ ବୋଲି। ତ ମେଡିକାଲ ନେଇକି ଯିବୁ ବୋଲି ଆସି ପିସା ଆସି ଘରେ ପହଞ୍ଚିଲା ବେଳକୁ ଦେଖିଲା ବେଳକୁ ଫାଶୀ ଦେଇକି ଝିଅକୁ ଫାଶୀ ଦେଲେ, ଯଦି ଫାଶୀ ଦେଇଛନ୍ତି, ପିସା ପଚାରେ ଯଦି ଫାଶୀ ଦେଇଛି ତ ଓହ୍ଲେଇ କଣ ପାଇଁ ତଳେ ରଖିଛ, କଣ ପାଇଁ, କଣ ହେଇଥିଲା କଣ ନାହିଁ କିଛି ନ ଜାଣି କଣ ପାଇଁ ତମେ ଓହ୍ଲେଇ ଦେଲ? କିଛି ଇଏ ନୁହଁ, ତାଙ୍କର ସବୁ ଲୁଚିକି ଯାଇ ଘରେ ପଶୁଛନ୍ତି। ତ ସିଏ ଯୋଉ ଭାଇ ଯେ ଭିଣେଇ ହେବେ, ସେ ପ୍ରବଳ ଡ୍ରିଙ୍କ କରନ୍ତି। ତ ବହୁତ ଥର ଇଏ କରୁଛନ୍ତି, ତାଙ୍କୁ ଟର୍ଚର କରୁଛନ୍ତି, ଭଉଣୀକି ଟର୍ଚର କରୁଛନ୍ତି। ତ କଣ କହିବୁ କଣ, ଆମ ଭଉଣୀ ତ ମାରିଦେଲେ, କରିବୁ କଣ ଆଉ? ସେମିତି ତ ନର୍ମାଲି ତ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ହୁଏ। ତ ତା ବହୁତ ଥର ଭାଇ ଭଉଣୀ ଚେଷ୍ଟା କରୁଛନ୍ତି, ସବୁବେଳେ କହିଛନ୍ତି ଏଇ ମଦ ଟିକେ ପିଅନ୍ତି, ମଦ ପିଅନ୍ତି, ଛାଡୁନାହାନ୍ତି ଛାଡୁନାହାନ୍ତି। କିନ୍ତୁ ଏଥର ଯୋଉ ଗୋଟେ ଏବେ ଲାଷ୍ଟରେ ଆସିଲା ବେଳକୁ ଗୋଟେ ଚିଠି ଲେଖିଥିଲେ। ସିଏ କିନ୍ତୁ ଚିଠି ଭଉଣୀ ଲେଖିନାହିଁ, ମିଛରେ ତାଙ୍କୁ ଫସେଇବା ପାଇଁ ଏମିତି କରିକି ପିଆ ଇଏ କରିକି ମିଛରେ ଫସେଇକି ଭଉଣୀକି ମାରି ଦେଇଛନ୍ତି, ତାଙ୍କୁ ଇଏ କରୁଛନ୍ତି। କିନ୍ତୁ ଭଉଣୀ ଚିଠି ଲେଖିନି, ସେ ଚିଠି ଭଉଣୀ ଲେଖିନି। ନା ନା, ପୋଲିସ ଆସି ନଥିଲେ, ସବୁ ଓହ୍ଲେଇ ଦେଇଥିଲେ ତାଙ୍କର। ତାଙ୍କର ଯେତେବେଳେ ସମସ୍ତଙ୍କୁ ଡକା ହେଲା, ତାଙ୍କର ସବୁ ଲୁଚିକି ପଳେଇ ଯାଇଥିଲେ। ପୁଅ ଯିଏ, ସେ ପୁଅ ପଳେଇ ଯାଇଥିଲା, ତାଙ୍କ ଘର ତା ଶାଶୁ ଶ୍ୱଶୁର ସବୁ ପଳେଇ ଯାଇଥିଲେ। ଶାଶୁ ପଚାରିଲା କିନି କହୁଛି ମୁଁ ଜାଣିନି, ଶ୍ୱଶୁରକୁ କହିଲା କିନି ମତେ ଚା କରିକି ଦେଇଥିଲା, ମୁଁ ସେ ବିଷୟରେ ଜାଣିନି। କହୁଛି ମୋ ସ୍ୱାମୀଙ୍କ ନାଁ ହଉଛି ହେମଲତା। ଦାଉଦ ତ ମାରି ଦିଆଯାଇଛି। ତ ବହୁତ ମାତ୍ରାରେ ତାକୁ ଇଏ କରି ତାକୁ ଦଣ୍ଡ ଦିଆଯାଉ, ନହେଲେ ବହୁତ ଆକ୍ସନ ନିଆଯିବ। ତାପରେ ଯାହା ହବ ସେଟା କିଛି ପୋଲିସ ପ୍ରଶାସନ ବି ସମ୍ଭାଳି ପାରିବନି ଯାହା ହବ।